ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ସାହିତ୍ୟ ବହିର ଭୀମଙ୍କ ସିଂହନାଦ ରଡ଼ି କବିତାଟିକୁ ଆଲୋଚନା କରିବା। ପ୍ରଥମେ କବିଙ୍କର ପରିଚୟ ବିଷୟରେ ସଂକ୍ଷେପରେ ଆଲୋଚନା କରିବା। ଓଡ଼ିଆ ଭାଷାରେ ଓଡ଼ିଆ ସାହିତ୍ୟ ରଚନା କରିଥିବା ଆଦିକବି ଶାରଳା ଦାସ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମକାଳ ଅର୍ଥାତ୍ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ଜୀବିତ ଥିବା ଜଣାଯାଏ। ଝଙ୍କଡ଼ର ଶାରଳା ଚଣ୍ଡୀକୁ ଆରାଧନା କରି ସେ କାବ୍ୟ ରଚନା ପାଇଁ ଅପୂର୍ବ ଶକ୍ତି ଲାଭ କରିଥିବାରୁ ନିଜକୁ ଶାରଳା ଦାସ ରୂପେ ପରିଚିତ କରାଇଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ସେ ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣମାନ ରଚନା କରି ଯଶସ୍ୱୀ ଅର୍ଜନ କରିଛନ୍ତି। ଏହି କବିତାର ପୂର୍ବାଭାସକୁ ଜାଣିବା। ଭୀମଙ୍କ ସିଂହନାଦ ରଡ଼ି ବିଷୟଟି ଶାରଳା ମହାଭାରତର ଗଦା ପର୍ବରୁ ଆସିଅଛି। ମହାଭାରତରେ 18ଟି ପର୍ବ ରହିଛି। ଏହି 18ଟି ପର୍ବ ମଧ୍ୟରୁ ଗଦା ପର୍ବ ହେଉଛି 11 ନମ୍ବର ପର୍ବ। ସେହି ଗଦା ପର୍ବରୁ ଭୀମଙ୍କ ସିଂହନାଦ ରଡ଼ି କବିତାଟି ଆସିଅଛି। ମହାଭାରତ ମହାସମରରେ ଆତ୍ମୀୟ ସ୍ୱଜନକୁ ହରାଇ ମହାମାନି ଦୁର୍ଯ୍ୟୋଧନ ଦୁର୍ବାସାଙ୍କ ଉପଦେଶରେ ଆତ୍ମରକ୍ଷା ପାଇଁ ବ୍ୟାସ ସରୋବରରେ ଆତ୍ମଗୋପନ କରିଛନ୍ତି। ଏହି ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିକୁ ମାରିବା ପାଇଁ ତାର ଶତ୍ରୁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ହୋଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଲୁଚି ରହିଥିବାର ସୂଚନା ପାଇ ଭୀମ ଶିବଙ୍କଠାରୁ ସିଂହନାଦ ପ୍ରାପ୍ତ ହୋଇ 2ଟି ଭୟଙ୍କର ରଡ଼ି ଦେବାରୁ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି ତାକୁ ଠେଲି ଦେଇ ଯୁଦ୍ଧ ଦେଇ ଡାକରା ଦେଇ 70 ଭାର ଗଦା ଧରି ମହାପର୍ବରେ ବ୍ୟାସ ସରୋବରରୁ ବାହାରି ଆସିଲେ। ଏଠାରେ ଭୀମଙ୍କ ଦ୍ୱାରା ଶିବଙ୍କଠାରୁ ସିଂହନାଦ ପ୍ରାପ୍ତ। ତାହାର ବାଦନରେ ସୌରମଣ୍ଡଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଆଗ୍ରହ କରି ଦୁର୍ଯ୍ୟୋଧନଙ୍କ ବୀରୋଚିତ ସମ୍ମୁଖ ସମରକୁ ଆଗମନ ଆଦି ବିଷୟ ସୁନ୍ଦର ଭାବେ ଚିତ୍ରିତ ହୋଇଛି। ପ୍ରଥମେ ଆମେ ଏହି କବିତାର ପୃଷ୍ଠଭୂମି ବିଷୟରେ ଆଲୋଚନା କଲେ। ପୂର୍ବରୁ ଆଉ ଏକ କଥା ଏଠାରେ ବର୍ଣ୍ଣନା କରାଯାଇଛି ଯେ ପୂର୍ବେ ଅଶ୍ଳେଷ ଦୈତ୍ୟ ନାମକ ଜଣେ ରାକ୍ଷସ କୈଳାସ ଉପାଡ଼ି ନେଉଥିବା ବେଳେ ଋଷ୍ୟମୁଖ ପର୍ବତରେ ଥିବା ଭୀମଙ୍କୁ ଶିବ ଡାକିଲେ। ତେଣୁ ଭୀମ ସେଠାରେ ଉପସ୍ଥିତ ହୋଇ ସେହି ଅଶ୍ଳେଷ ଦୈତ୍ୟକୁ ବିନାଶ କରିଥିଲେ ଏବଂ କୈଳାସକୁ ଉଦ୍ଧାର କରିଥିଲେ। ତେଣୁ ଶିବ ତାଙ୍କୁ ସନ୍ତୁଷ୍ଟ ହୋଇଥିଲେ, ବର ଯାଚିଥିଲେ। କିନ୍ତୁ ସେହି ବରକୁ ଶିବ ଯାଚିଥିବା ବରକୁ ଭୀମ ଗ୍ରହଣ କରିନଥିଲେ। କିନ୍ତୁ ସେହି ବରକୁ ସ୍ମରଣ କରାଇଥିଲେ, ଯିଏକି ପାଣ୍ଡବଙ୍କର ସହଦେବ ସାନ ଭାଇ ସହଦେବ ସ୍ମରଣ କରାଇଥିଲେ, ଯଦ୍ୱାରା କି ସେହି ଭୀମ ଶିବଙ୍କଠାରୁ ବର ମାଗିବା ପାଇଁ ସେ ଭୀମଙ୍କର ସିଂହନାଦ ରଡ଼ି ବରଟିକୁ ମାଗିଥିଲେ, ଯଦ୍ୱାରା କି ସେ ଦୁର୍ଯ୍ୟୋଧନକୁ ବିନାଶ କରିପାରିବ। କିପରି ବିନାଶ କରାଯାଇପାରିବ? ଦୁର୍ଯ୍ୟୋଧନକୁ ସେ ବ୍ୟାସ ସରୋବରରେ ଲୁଚିଥିବା ଅବସ୍ଥାରେ ସେହି ସିଂହନାଦକୁ ବ୍ୟବହାର କରି ତାକୁ ସେଠାରୁ ଯୁଦ୍ଧକୁ ଆହ୍ୱାନ କରିବା ପାଇଁ ସେ ଜାଣିଥିଲେ। ଏ କଥାକୁ ସେ ଶ୍ରୀକୃଷ୍ଣଙ୍କୁ ଜଣାଇଥିଲେ। ତେଣୁ ଏହାକୁ ଆମେ କବିତା ମାଧ୍ୟମରେ ପଢ଼ିବା। ସହଦେବ ବୋଇଲା ସ୍ୱାମୀ ଶୁଣି ମା ଜଗନ୍ନାଥ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ଗୋବିନ୍ଦେ ବୋଇଲେ ଯେବେ ଏମନ୍ତେ ଅଛି ଭୀମ, ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତି ଭ୍ରମ। ଏବେ ବହନ ତୁ ବିଶ୍ୱନାଥଙ୍କୁ ସିଂହନାଦ ମାଗ, ରଡ଼ିର ନାଦେ ମାନ ଗୋବିନ୍ଦ ବାହାର ହଉ ବେଗେ। ଧ୍ୟାନେଣ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଆସନ କମ୍ପିଲା ସେ ଦେବ ଶୂଳଧର। ଏହାକୁ ଆମେ ବିଶ୍ଳେଷଣ କରି ସଂକ୍ଷେପରେ ଆଲୋଚନା କରିବା। ଦେଖ, ସହଦେବ ବୋଇଲା ସ୍ୱାମୀ ଶୁଣିମା ଜଗନ୍ନାଥ। ସହଦେବ ହେଉଛନ୍ତି ପାଣ୍ଡବମାନଙ୍କ ମଧ୍ୟରେ ଜ୍ଞାନୀ।
ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମାନେ ଜଗନ୍ନାଥ ଲେଖା ହେଇଛି, ଏଟା ଶ୍ରୀକୃଷ୍ଣଙ୍କୁ କହିଲେ ବ୍ୟାସ ସରୋବରରେ ଦୁର୍ଯ୍ୟୋଧନ ଲୁଚି ରହିଛନ୍ତି, ତେଣୁ ଦୁର୍ଯ୍ୟୋଧନଙ୍କୁ ସେହି ସରୋବରରୁ ବାହାର କରିବାକୁ ଭୀମ ଶିବଙ୍କୁ ସିଂହନାଦ ମାଗନ୍ତୁ। ପୂର୍ବରୁ ସିଂହନାଦ ଦେବା ପାଇଁ ଭୀମ କହିଥିଲେ, ଭୀମଙ୍କୁ କହିଥିଲେ ଦେବା ବୋଲି। କିଏ ଦେବେ ବୋଲି କହିଥିଲେ? ଶିବ ଦେବେ ବୋଲି କହିଥିଲେ। ତେଣୁ ସେହି ଶିବଙ୍କୁ ସିଂହନାଦ ମାଗନ୍ତୁ ବୋଲି ଶ୍ରୀକୃଷ୍ଣଙ୍କୁ ପାଣ୍ଡବଙ୍କ ମଧ୍ୟରେ ଜ୍ଞାନୀ ସହଦେବ ଦର୍ଶାଇଲେ, କହିଲେ। ଏକଥା ଶୁଣି ଗୋବିନ୍ଦ କହିଲେ, ହେ ସହଦେବ, ଯଦି ଏକଥା ଅଛି ତାହେଲେ ଏତେ ମତିଭ୍ରମ କାହିଁକି କରୁଛ? ବେଗେ ଯାଇ ଶିବଙ୍କୁ ସିଂହନାଦ ମାଗି ଭୀମ ଆଣନ୍ତୁ, ସିଂହନାଦ ମାଗି ଭୀମ ଆଣନ୍ତୁ, ଯଦ୍ୱାରା କି ସେ ରଡ଼ିରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ ବାହାରି ଆସିବ, ଯାହାକି କବିତାରେ ବର୍ଣ୍ଣିତ ଅଛି। ଗୋବିନ୍ଦ ବୋଇଲେ ଯେବେ ଏମନ୍ତେ ଅଛି ଭୀମ, ଗୋବିନ୍ଦ ବୋଇଲେ ଯେବେ ଏମନ୍ତେ ଅଛି ଭୀମ, ବୁଦ୍ଧି ହରାଇ କିମ୍ପା କଲୁ ତୁ ମତିଭ୍ରମ। କାହିଁକି ମୋତେ ଏଭଳି ମତିଭ୍ରମ କରୁଛ, ଏଭଳି ବିଚଳିତ ମତିଭ୍ରମ ହେଉଛ? ଯଦି ଏକଥା ଅଛି ତାହେଲେ ଏବେ ବହନ ମାନେ ଶୀଘ୍ର ଯାଆନ୍ତୁ ବିଶ୍ୱନାଥଙ୍କୁ, ବିଶ୍ୱନାଥ ମାନେ ଶିବଙ୍କୁ ସିଂହନାଦ ମାଗନ୍ତୁ। ରଡ଼ିର ନାଦେ ସେହି ସିଂହନାଦ ରଡ଼ିରେ ମାନ ଗୋବିନ୍ଦ ଦୁର୍ଯ୍ୟୋଧନ ବାହାର ହୋଇ ବେଗେ ମାନେ ଶୀଘ୍ର ବାହାରି ଆସୁ। କେଉଁଠୁ? ନା ସେଇ ବ୍ୟାସ ସରୋବରରୁ ବାହାରି ଆସୁ। ତାପରେ ଦେଖିବା କ'ଣ ଲେଖା ହେଇଛି। ଧ୍ୟାନେଣ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର, ଆସନ କମ୍ପିଲା ଯେ ଦେବ ଶୂଳଧର। ଧ୍ୟାନ କଲେ, କିଏ ଧ୍ୟାନ କଲେ? ବୀର ଭୀମସେନ ପାଣ୍ଡବ ସୁନ୍ଦର ଧ୍ୟାନ କଲେ। ଯେତେବେଳେ ଧ୍ୟାନ କଲେ, ଆସନ କମ୍ପିଲା ଦେବ ଶୂଳଧର ଶିବଙ୍କର ଆସନ କମ୍ପିଲା। ଶ୍ରୀକୃଷ୍ଣ ଆଜ୍ଞା ପାଇ ପାଣ୍ଡବ ସୁନ୍ଦର ଭୀମ ଏକାଗ୍ର ଚିତ୍ତରେ ଧ୍ୟାନମଗ୍ନ ହେଲେ। ଭୀମଙ୍କ ନିଷ୍ଠାରେ ଧ୍ୟାନରେ କୈଳାସ ଶିଖରରେ ଆସନ, ଶିବଙ୍କର ଆସନ ଥରି ଉଠିଲା। ତାପରେ କ'ଣ ହେଲା ଦେଖିବା। ଧ୍ୟାନେଣ ଜାଣିଲେ ସେ ଦେବ ପଶୁପତି, ଈଶ୍ୱର ବୋଇଲେ ଦେବୀ ଶୁଣ ଗୋ ପାର୍ବତୀ। ଦେଖ, ଧ୍ୟାନେଣ କାହାର ଧ୍ୟାନରେ? ଭୀମଙ୍କର ଧ୍ୟାନରେ ଦେବ ପଶୁପତି, ପଶୁପତି ମାନେ ଶିବ, ଦେବଦେବ ମହାଦେବ। ଈଶ୍ୱରେ ବୋଇଲେ, ଈଶ୍ୱର କହିଲେ, ଶିବ କହିଲେ, ଦେବୀ ଶୁଣ ଗୋ ପାର୍ବତୀ, ହେ ପାର୍ବତୀ ଶୁଣ। ଆମନ୍ତ ସିଂହନାଦ ମାଗୁଅଛି ବୀର ଭୀମା, ତୁମ୍ଭ ବିଚାରକୁ କିସ ଯୋଗାଇ ଗୋ ଉମା। ମାନେ ଆମନ୍ତ ଆମର ସିଂହନାଦକୁ ମାଗୁଛନ୍ତି ବୀର ଭୀମସେନ, ତୁମ୍ଭ ବିଚାରକୁ କିସ ଯୋଗାଇବି ଗୋ ଉମା। ତୁମ୍ଭ ବିଚାରକୁ କ'ଣ କରିବା? ଆମକୁ ସିଂହନାଦ ମାଗୁଛନ୍ତି, ତୁମେ କ'ଣ କହୁଛ କୁହ ବୋଲି ପାର୍ବତୀକୁ ଶିବ କହିଲେ। ପାର୍ବତୀ ବୋଇଲେ, ପାର୍ବତୀ କହିଲେ, ଭୀମସେନ ଆମ୍ଭ ଉପକାରୀ। ପାର୍ବତୀ ବୋଇଲେ, ପାର୍ବତୀ କହିଲେ, ଭୀମସେନ ହେଉଛନ୍ତି ଆମର ଉପକାରୀ। ଉପକାରୀ ଅର୍ଥ ଆମର ଉପକାରୀ, ଆମର ଉପକାରୀ ଅର୍ଥ ଆମର ଉପକାରୀ, ଉପକାରୀ ବୋଲି କହିଲେ, ଆମର ଉପକାରୀ। ପାର୍ବତୀ ବୋଇଲେ, ଭୀମସେନ ଆମ୍ଭ ଉପକାରୀ, ବେଳେ ବେଳେ ପାଣ୍ଡବେ ଆମ କପିଳାସ ସହି ଉଦ୍ଧରି। ଦେଖ, ତୁମେ ଜାଣିଛ ଅଶେଷ ଦୈତ୍ୟକୁ ଉଦ୍ଧାର କଲେ ଶିବ, ଅଶେଷ ଦୈତ୍ୟକୁ ଉଦ୍ଧାର କଲେ ଭୀମସେନ। ତେଣୁ ସେଇ ଭୀମସେନ ଆମର ଉପକାର କରିଛନ୍ତି, ଆମର ଏଇ କୈଳାସକୁ ରକ୍ଷା କରିଛନ୍ତି ଅସୁରଙ୍କ କବଳରୁ। ତେଣୁ ସେମାନେ ଆମକୁ ସାହାଯ୍ୟ କରିଛନ୍ତି। ତେଣୁ ଆମେ ତାଙ୍କୁ ମଧ୍ୟ ସାହାଯ୍ୟ କରିବା। ତାଙ୍କୁ ଦେଇଦିଅ, ତାଙ୍କୁ କିଛି ନିଃସନ୍ଦେହ କରି, କିଛି ନ ଭାବି ତୁମେ ତାଙ୍କୁ ସେହି ସିଂହନାଦକୁ ଦେଇଦିଅ। ପାର୍ବତୀ ବଚନ ଶୁଣି ଶିବ ନିଜ ଆସନରୁ କମ୍ପିତ ହୋଇ ଉଠିଲେ ଏବଂ ତାଙ୍କ ମଣିରୁ ସିଂହନାଦ ବାହାର କଲେ। ଯେତେବେଳେ ପାଣ୍ଡବଙ୍କୁ ବା ସେହି
ଭୀମସେନଙ୍କୁ ସିଂହନାଦ ଦେବା ପାଇଁ ପାର୍ବତୀ କହିଲେ। ସଙ୍ଗେ ସଙ୍ଗେ ନିଜ ଆସନ କମ୍ପିତ ହେଲେ, ଉଠିଲେ ଏବଂ ତାଙ୍କ ମଣିରୁ ସିଂହନାଦ ବାହାର କଲେ। ବେଳେ ବେଳେ ପାଣ୍ଡବେ ଆମ କପିଳାସଇ ଉଧରି ସତ୍ୟମନା ଇଚ୍ଛ ତେବେ ଯେ ତ୍ରିପୁରାରୀ ମାନେ ଏଠାରେ ତ୍ରିପୁରାରୀ ସତ୍ୟମନା ଇଚ୍ଛ ଦେବ ଦେ ତ୍ରିପୁରାରୀ ତୁମେ ପୂର୍ବରୁ କହିଥିଲ ବର ଦେବ ବୋଲି। ପାର୍ବତୀ ବୋଇଲେ ସିଂହନାଦ ଦିଅ ଶିବନ। ତେଣୁ ତୁମେ କିଛି ନ ଭାବି ସିଂହନାଦକୁ ଦିଅ। ପାଣ୍ଡବଙ୍କ ହେତୁ ତୁମ୍ଭେ ବ୍ରତୀ ଅଛ ତ୍ରିଲୋଚନ। ବ୍ରତୀ ଅଛ ପାଣ୍ଡବଙ୍କ ଯୋଗୁ ପାଣ୍ଡବଙ୍କ ହେତୁ ତୁମ୍ଭେ ବ୍ରତୀ ଅଛ। ବ୍ରତୀ ଅଛ ମାନେ ବର୍ତ୍ତୀ ଅଛ, ରକ୍ଷା ପାଇଛ। ସେହି ପାଣ୍ଡବମାନଙ୍କ ଯୋଗୁଁ ଆଜି ଆମେ ରକ୍ଷା ପାଇଛେ। ଯାହାକି ଯେଉଁ ଅଶେଷ ଦୈତ୍ୟ ଆମକୁ ବିନାଶ କରିବା ପାଇଁ ଆସିଥିଲା, ଆମେ ଉଦ୍ଧାର ପାଇଛେ, ରକ୍ଷା ପାଇଛେ। ଦେବ ବ୍ରତୀ ଅଛ ତ୍ରିଲୋଚନ ମାନେ ଶିବ। ସଙ୍କଟ କାଳେ ତୁମନ୍ତ ଉଦ୍ଧାରନ୍ତି ପୁଣ। ଦିଅସି ସିଂହନାଦ ପ୍ରସନ୍ନ ବଦନ। ତେଣୁ କିଛି ବିରସ ନ ହୋଇ ଖୁସି ମନରେ ପ୍ରସନ୍ନ ହୋଇ ଦିଅ। ଘନ ଘନ ଆସନ କମ୍ପଇ ସଦାନନ୍ଦ। ଯେତେବେଳେ ଏକଥା ପାର୍ବତୀ କହିଲେ, ତାଙ୍କର ଘନ ଘନ ଆସନ କମ୍ପଇ ସଦାନନ୍ଦ। ଶିବଙ୍କର ଆସନ କମ୍ପିତ ହେଲା। ଚିରିକୁଟିରୁ କାଢ଼ିଦେଲେ ଯେ ସିଂହନାଦ। ତାଙ୍କର ମଣିରୁ ବାହାର କରିଦେଲେ ସିଂହନାଦ। ଈଶ୍ୱର ବୋଇଲେ ତୁ ବହନ ହୋଇ ଯିବୁ। ବହନ ମାନେ ଶୀଘ୍ର ଯିବୁ। ଈଶ୍ୱର ତାକୁ କହିଲେ। କାହାକୁ କହିଲେ? ସିଂହନାଦକୁ କହିଲେ। ଈଶ୍ୱର ବୋଇଲେ ତୁ ବହନ ହୋଇ ଯିବୁ। ତିନି ଘାନ୍ତି ମାତ୍ରକ ଶବଦ ଭୀମସେନଙ୍କୁ ସହିବୁ। ତିନି ଘାନ୍ତି ଅର୍ଥ ତିନି ଥର ଶବ୍ଦ କରିବୁ ଭୀମସେନଙ୍କୁ। ସିଂହନାଦ ଆସନ୍ତେ ପ୍ରସର ପବନ ମାନେ ସିଂହନାଦ ଆସନ୍ତେ ପ୍ରସର ପବନ ପୁରା ପବନ ବେଗରେ ଆସିଲା। ଶବଦେ କମ୍ପୁଅଛି ମୃତ୍ୟୁଜେ ଭୁବନ। ସିଂହନାଦ ଆସିଲା ସମୟରେ ବହୁ ଆକାଶ ମାର୍ଗେ ଗତି କଲା। ତାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ଥିଲା। ସିଂହନାଦ ଆସନ୍ତେ ପ୍ରସର ପବନ ଶବଦେ କମ୍ପୁଅଛି ମୃତ୍ୟୁଜେ ଭୁବନ। କାଳାନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି। ସିଂହନାଦ କାଳାନଳ, କାଳ ରୂପକ ଅନଳ ମାନେ ଅଗ୍ନି ସଦୃଶ। କାଳାନଳ ଭୟଙ୍କର ଅଗ୍ନି ସଦୃଶ। ସେହି କାଳାନଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି। ସିଂହନାଦର ଜ୍ୟୋତି ଚମକ ବା ଆଲୋକ। ଆଦିତ୍ୟ ହୁଁ ଶତେ ଗୁଣ ତେଜ ବିକାଶନ୍ତି। ସୂର୍ଯ୍ୟଙ୍କ ଠାରୁ 100 ଗୁଣର ତେଜ ମଧ୍ୟ ବିକାଶ କରନ୍ତି। ମାନେ ସିଂହନାଦର ଏଇଭଳି ପ୍ରଖର ଜ୍ୟୋତି ଥାଏ, ଯାହାକି ସୂର୍ଯ୍ୟଙ୍କ ଠାରୁ ମଧ୍ୟ 100 ଗୁଣ ଠାରୁ ଅଧିକ। ଅନ୍ତରୀକ୍ଷ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ। ମାନେ ଅନ୍ତରୀକ୍ଷ ମାନେ ଆକାଶ ମାର୍ଗରେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରରେ ଅବସ୍ଥାନ କରିଥିବା ଭୀମଙ୍କ ପାଖରେ। ଅନ୍ତରୀକ୍ଷ ଆକାଶ ମାର୍ଗରେ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ। ବ୍ୟାସ ସରୋବର ତୀରରେ ରହିଥିବା ଭୀମଙ୍କ ପାଖରେ ପହଞ୍ଚିଲା। ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ। ପାଣ୍ଡବ ସୁନ୍ଦର କିଏ? ଭୀମସେନ। ପାଣ୍ଡବ ସୁନ୍ଦର ଭୀମ ଧଇଲା ତାହା କରେ ମାନେ ହାତରେ ତାକୁ ଧରିଲା। ଆରେ ନିଃଶତ କିମ୍ପା ହୋଇ ମାନ ଗୋବିନ୍ଦ। ଯେତେବେଳେ ଭୀମସେନ ଯେତେବେଳେ ସେହି ସିଂହନାଦକୁ ହାତରେ ଧରିଲେ, ସେତେବେଳେ ସେ ଉଚ୍ଚାରଣ କଲେ ଆରେ ନିଃଶତ ମାନେ ନିର୍ବଳୁଆ, ବଳହୀନ ହୋଇ କେଉଁଠାରେ ଲୁଚି ରହିଛୁ? ଆରେ ନିଃଶତ କିମ୍ପା ହୋଇ ମାନ ଗୋବିନ୍ଦ ମାନେ ଦୁର୍ଯ୍ୟୋଧନକୁ କହୁଛୁ। ଆରେ ଦୁର୍ଯ୍ୟୋଧନ, ତୁ ନିର୍ବଳୁଆ ହୋଇ କେଉଁଠାରେ ଲୁଚି ରହିଛୁ? କରେ ଧରି ପାଣ୍ଡବ ତାହା ଚୁମ୍ବିଲା ସିଂହନାଦ। ହାତରେ ଧରି ତାକୁ ଓଠରେ ଲଗାଇ ସେହି ସିଂହନାଦକୁ ଚୁମ୍ବିଲା ମାନେ ଓଠରେ ଲଗାଇଲା, ବଜାଇଲା ସିଂହନାଦକୁ। ଆକ୍ରୋଶୀଣ ସିଂହନାଦ ଭୀମସେନ ଗାଢ଼େ କଲେ ବାଦ୍ୟ।
ଆକ୍ରେଷଣ ମାନେ ତାକୁ ଆକ୍ରେଷଣ ସିଂହନାଦ ଭୀମସେନ ଗାଡ଼େ କଲେ ବାଦ୍ୟ ସିଂହନାଦକୁ ବଜାଇଲେ। ମହିମଣ୍ଡଳ କମ୍ପିଲା ପ୍ରଥମ ଶବ୍ଦ ଯେତେବେଳେ ହେଲା ମହିମଣ୍ଡଳ ପୃଥିବୀମଣ୍ଡଳ ପ୍ରକମ୍ପିତ ହେଲା, କମ୍ପି ଉଠିଲା। କିପରି କମ୍ପି ଉଠିଲା? ଏଠାରେ କବି ବର୍ଣ୍ଣନା କରିଛନ୍ତି। ନଳିନୀ ପତ୍ରରେ ଯେନେ ପଡ଼ନ୍ତଣ ପାଣି। ଯେତେବେଳେ ନଳିନୀ ଅର୍ଥ ପଦ୍ମ ପତ୍ରରେ ପାଣି ପଡ଼ିଲେ ଯେପରି ଟଳମଳ ହୁଏ, ପଦ୍ମ ପତ୍ରରେ ପାଣି ପଡ଼ିଲେ ଟଳମଳ ହୁଏ, ଠିକ୍ ସେହିଭଳି ପୃଥିବୀ ପ୍ରକମ୍ପିତ ହେଲା ସିଂହନାଦ ଗର୍ଜନରେ। ପୃଥିବୀ ମେଦିନୀ ପ୍ରକମ୍ପିତ ହେଲା। ପୃଥିବୀ ଦଳଦଳିତ କମ୍ପଇ ମେଦିନୀ ସଞ୍ଚା ଛାଡ଼ି କରି ଯେ ବୁଲାଇ ମନ୍ଦର ପାହାଡ଼ ମଧ୍ୟ କମ୍ପି ଉଠିଲା। ମାନଗୋବିନ୍ଦ ନିଦ୍ରା ଭାଞ୍ଜି ଉଠି ବସିଲା ଧାତିକାର। ମାନଗୋବିନ୍ଦ କ'ଣ କଲେ? ମାନଗୋବିନ୍ଦ ହେଉଛନ୍ତି ଦୁର୍ଯ୍ୟୋଧନ ନିଦ୍ରା ଭାଙ୍ଗିଲା। ନିଦ୍ରା ଭାଙ୍ଗି ଧାତିକାର ଅର୍ଥ ଶୀଘ୍ର ନିଦ୍ରା ଭାଙ୍ଗି ଉଠିଲା ବୀର। ପୁଣି ମାନଗୋବିନ୍ଦ ନିଦ୍ରା ଭାଞ୍ଜି ଉଠି ବସିଲା ଧାତିକାରେ ଶୀଘ୍ର ଉଠି ବସିଲା। ପୁଣ ଆରକେ ରଡ଼ି ଦେଲା ବୀର ଭୀମ। ପୁଣି ଆଉ ଏକ ରଡ଼ି ଦେଲା ବୀର ଭୀମସେନ। ଯେତେବେଳେ କହିଲା ଆରେ ଭୀମ ରଡ଼ି ଛାଡ଼ିଲା ଯେ ଆରେ ଦୁର୍ଯ୍ୟୋଧନ କେଉଁଠି ତୁ ଲୁଚି ଅଛୁ? ନିର୍ବଳୁଆ, ତୁ ବାହାରି ଆସେ। ଯଦି ସଂଗ୍ରାମ କରିବାକୁ ଅଛି, ଯୁଦ୍ଧ କରିବାର ଅଛି, ତାହେଲେ ନ ଲୁଚି ବାହାରି ଆସେ ସଂଗ୍ରାମ କରିବା ପାଇଁ, ଯୁଦ୍ଧ କରିବା ପାଇଁ। ଏ ବାରମ୍ବାର ଭୀମଙ୍କଠାରୁ ଡାକରା ଶୁଣି ସେ ଆଉ ସମ୍ଭାଳି ପାରିଲାନି। ଛଡ଼ ଲକ୍ଷ୍ୟ ଯୋଜନେ ଆକାଶ କମ୍ପିଲା ବୀର ଯମ। ତାର ଗର୍ଜନରେ, ସେଇ ସିଂହନାଦରେ ପୃଥିବୀ ପ୍ରକମ୍ପିତ ହେଲା। ପାତାଳେ ଅନଳ ନାଗର କମ୍ପିଲାକ ଫେରୁ ଅର୍ଥ ସାପର ଫଣା। ପାତାଳେ ମାନେ ପାତାଳପୁରରେ। ଅନନ୍ତ ନାଗ ବାସୁକୀ ନାଗର ଫେରୁ ମାନେ ତାର ଫେଣକୁ କମ୍ପି ଉଠିଲା। ନବଦ୍ୱୀପ ସପତ ସାଗର କମ୍ପିଲା ଟଳମଳ ହୋଇଲାକ ମେରୁ। ଏବଂ ନବଦ୍ୱୀପ 9ଟା ଦ୍ୱୀପ, ସପତ ସାଗର 7ଟି ସାଗର କମ୍ପିଲା ଟଳମଳ ହୋଇଲାକ। ଏଠାରେ ନବଦ୍ୱୀପ ଅର୍ଥ ଇନ୍ଦ୍ରଦ୍ୱୀପ, ନାଗଦ୍ୱୀପ, ସୌମ୍ୟଦ୍ୱୀପ, ଗନ୍ଧର୍ବ-ଦ୍ୱୀପ, ବରୁଣଦ୍ୱୀପ, କଶେରୁମାନ-ଦ୍ୱୀପ, ଗବର୍ତ୍ତୀମାନ-ଦ୍ୱୀପ, ତାମ୍ରପର୍ଷ-ଦ୍ୱୀପ, କୁମାରିକା-ଦ୍ୱୀପ। ଇଏ ହେଉଛି ସ୍କନ୍ଦ ପୁରାଣ ଅନୁସାରେ ବର୍ଣ୍ଣନା କରାଯାଇଛି। ସେଇ ନବଦ୍ୱୀପ କମ୍ପି ଉଠିଲା। ସେହିଭଳି ସପ୍ତସାଗର ମଧ୍ୟ କମ୍ପି ଉଠିଲା, ଯାହାକି ଦଧି, ଦୁଗ୍ଧ, ଘୃତ, ଲବଣ, ଇକ୍ଷୁ, ସୁରା ଜଳ ଏବଂ ମେରୁମଣ୍ଡଳ ମଧ୍ୟ କମ୍ପି ଉଠିଲା, ଟଳମଳ ହୋଇଲା। ନବଦ୍ୱୀପ ସାଗର କମ୍ପିଲା, ଟଳମଳ ହୋଇଗଲା। ତାପରେ ଦେଖିବା କ'ଣ ହେଇଛି। ଆଦିତ୍ୟ ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମରମଣ୍ଡଳ, ଆକାଶ ଲାଗିଲା ଉଛୁଳିଲା ସିନ୍ଧୁ ଜଳ। ଆଦିତ୍ୟ ଭୂମଣ୍ଡଳ ସିଂହନାଦରୁ ଯେଉଁ ରଡ଼ି ଆସିଲା, ଯେଉଁ କମ୍ପି ଉଠିଲା, ତାହା ନବଦ୍ୱୀପକୁ ଆଉ ସପ୍ତସାଗର ସବୁ ଉଛୁଳି ଉଠିଲା, ସବୁବେଳେ ପ୍ରକମ୍ପିତ ହେଲା। ଠିକ୍ ସେଭଳି ଏଠାରେ କବି ବର୍ଣ୍ଣନା କରିଛନ୍ତି। ଆଦିତ୍ୟ ଭୂମଣ୍ଡଳ, ସୂର୍ଯ୍ୟମଣ୍ଡଳ ଏବଂ ଆଦିତ୍ୟମଣ୍ଡଳ, ସୂର୍ଯ୍ୟମଣ୍ଡଳ, ଧ୍ରୁବମଣ୍ଡଳ ଯାହାକି ଧ୍ରୁବତାରା ମଣ୍ଡଳ, ଅମରମଣ୍ଡଳ ମାନେ ଅମରମଣ୍ଡଳ ଯାହାକି ଦେବଲୋକ, ସ୍ୱର୍ଗ ଅଞ୍ଚଳ ସବୁ ପ୍ରକମ୍ପିତ ହେଲା। ରେ କାର କରି ଆହୁରି ବର୍ଣ୍ଣନା କରିଛନ୍ତି। ଆକାଶ ଲାଗିଲା ଉଛୁଳିଲା ସିନ୍ଧୁ ଜଳ। ଆକାଶ କବି ବର୍ଣ୍ଣନା କରିଛନ୍ତି। ଆକାଶରେ ସିନ୍ଧୁ ମାନେ ସମୁଦ୍ରର ଜଳ ଲାଗିଲା, ଅର୍ଥାତ୍ ଆକାଶରେ ସିନ୍ଧୁର ଜଳ ଲାଗିବା ହେଉଛି ଅସମ୍ଭବ କଥା। କିନ୍ତୁ ଏଠାରେ କବି ବର୍ଣ୍ଣନା କରିଛନ୍ତି ଏପରି ସିଂହନାଦର ରଡ଼ି ଏପରି ଥିଲା ଯେ ସିନ୍ଧୁର ଜଳ ଟଳମଳ ହୋଇ ଆକାଶକୁ ଛୁଇଁଲା ଭଳି ମନେ ହେଉଥିଲା। ଏଠାରେ କବି ବର୍ଣ୍ଣନା କରିଛନ୍ତି। ତା ମାନେ ନୁହେଁ ଯେ ଆକାଶକୁ ସିନ୍ଧୁର ଜଳ ଛୁଇଁଲା ନା ନାହିଁ। ସିନ୍ଧୁର ଜଳ କେବେ ଆକାଶକୁ ଛୁଇଁବ ନାହିଁ, ଅସମ୍ଭବ। କିନ୍ତୁ କବିଙ୍କର ବର୍ଣ୍ଣନା ଏଠାରେ
ଏଭଳି ଭାବେ କରିଛନ୍ତି ଯେ ସିନ୍ଧୁର ଜଳ ସମୁଦ୍ରର ଜଳ ଆକାଶକୁ ଛୁଇଁଲା ଭଳି ମାନେ ଏପରି କମ୍ପି ଉଠିଲା ତାର ଚମକରେ ବା ତାର ଶବ୍ଦରେ ମହିମଣ୍ଡଳ ଅମରମଣ୍ଡଳ ଧ୍ରୁବମଣ୍ଡଳ ଭୂମଣ୍ଡଳ ସମଗ୍ର ମଣ୍ଡଳକୁ ଜଳ ଉଛୁଳିଲା। ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ ମାନେ ଧୃତରାଷ୍ଟ୍ରଙ୍କ ପୁଅ, ଏଠାରେ ଦୁର୍ଯ୍ୟୋଧନ। ରେ ରେ କାର କରି ରାଜା ଧୃତରାଷ୍ଟ୍ରୀ ମାନେ ରେ ରେ କଲା, ପୁରା ଗର୍ଜନ କଲା। ବକ୍ଷସ୍ଥଳେ ମାରି ବାହାସ୍ଫୋଟ ଗର୍ଜନ ବେଗେ ଉଠି, ସେ ବକ୍ଷସ୍ଥଳରେ ବାହାସ୍ଫୋଟ ମାରିଲା। ମାନେ ବାହାସ୍ଫୋଟ ଅର୍ଥ କରତାଳ ଦ୍ୱାରା ଆଘାତ, ବାହାପ୍ୟାପଣରେ ମାନେ ପୁରା ଗର୍ବରେ ଯୁଦ୍ଧ କରିବା ପାଇଁ ସେ ବାହାରି ଆସିଲା। ମହାଗହନ ନିଶ୍ୱାସ ବୁଲାଇ ବେନି ଡୋଳା, ତାର ଆଖିକୁ ଏପଟ ସେପଟ କଲା, ପୁରା ଗର୍ଜନ କଲା। ବେନି ଭୁଜେ ଆକ୍ରୋଶୀ ଧଇଲେ କମଳା, କିନ୍ତୁ କମଳା ତାକୁ ବେନି ଭୁଜରେ ଦୁଇ ହାତରେ ତାକୁ ଟାଣି ଧରିଲେ। ରେ ଦୁର୍ଯ୍ୟୋଧନ, ତୁ ଭୀମର ଡାକକୁ ଶୁଣିଯା। ଭୀମର 7ଟି ଡାକ ଯଦି ଶୁଣିଯିବୁ ତାହେଲେ ତୁ ବିନାଶ ହେବୁ ନାହିଁ, ତୁ ରକ୍ଷା ପାଇଯିବୁ। ତେଣୁ କେତେ ଚେଷ୍ଟା କଲେ ମଧ୍ୟ କମଳାଙ୍କର ବାଣୀକୁ ସେ ଶୁଣିଲା ନାହିଁ। ଆରେ ଆରେ ଦୁର୍ଯ୍ୟୋଧନ, ଅପାର ପ୍ରତ୍ୟାଗା ଯେ କଲୁ, ବୋଇଲୁ ଯେ ଭୀମର 7 ରଡ଼ି ସହିବୁ। ଏଠାରେ ମା କମଳା କହୁଛନ୍ତି, ଆରେ ଆରେ ଦୁର୍ଯ୍ୟୋଧନ, ଅପାର ପ୍ରତ୍ୟାଗା ଯେ କଲୁ, ବାବୁ ବୋଇଲୁ ଯେ ଭୀମର 7 ରଡ଼ି ସହିବୁ। ପୂର୍ବରୁ କହିଥିଲୁ ଯେ ଭୀମର 7 ରଡ଼ି ସହିବୁ, କିନ୍ତୁ ଗୋଟିଏ ରଡ଼ି ବି ତୁ ସହିପାରିଲୁନୁ, ତାହେଲେ ତୁ କିପରି ରକ୍ଷା ପାଇପାରିବୁ? କେତେ ପ୍ରକାର ବୁଝାଇଲେ ତାକୁ, ମା ଭଳି ତାକୁ ଆଶ୍ୱାସନା ଦେଲେ, ମା ଭଳି ତାକୁ ସ୍ନେହ କଲେ ଏବଂ ତାକୁ ବୁଝାଇଲେ, କିନ୍ତୁ ମାନ ଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦିଲା ପେଲି, କିନ୍ତୁ ମାନ ଗୋବିନ୍ଦ ତାହା କମଳାଙ୍କୁ ମାଙ୍କୁ ତାର ଭୁଜଦଣ୍ଡ ଦେଲା ପେଲି, ତାର ହାତରେ ତାକୁ ଠେଲିଦେଲେ। ଅଧର ପୁଷ୍ଟ କରି ପଳା ଯା ବୋଲି କହିଲେ ଏବଂ ଅଧର ତଳ ଓଠ ପୁଷ୍ଟ କରି ପଳା ଯା ବୋଲି କହିଲେ। ସେ କହିଲେ ପଳା ପଳା। ମହାଲକ୍ଷ୍ମୀ ବୋଇଲେ ଯେ ପଳାଉ ଅଛନି ମୁହିଁ। ହଁ, ମୁଁ ତୋର ଭର୍ତ୍ସନା ଶୁଣି ମୁଁ ପଳାଇ ଯାଉଛି। ତୋର ଭର୍ତ୍ସନା ବୋଲିବାକୁ ଥିଲି ତ ବାଟ ଚାହିଁ, ତୋର ଏଇଭଳି ଭର୍ତ୍ସନା ମୁଁ ଶୁଣିବା ପାଇଁ ତୋର ବାଟ ଚାହିଁ ରହିଥିଲି। ମାନେ ମା ତାର ପୁଅ କେତେ ଅଝଟ ହେଲେ ମଧ୍ୟ ମା ତାକୁ ବୁଝାଉଥାଏ, ବାରମ୍ବାର ବୁଝାଉଥାଏ ତାର କଥା ଶୁଣିବା ପାଇଁ, କିନ୍ତୁ କେତେ ବୁଝାଇଲେ ମଧ୍ୟ ଦୁର୍ଯ୍ୟୋଧନ ତାହା ଶୁଣିଲା ନାହିଁ। ଯଦ୍ୱାରା କି ନାନା ପ୍ରକାର ଭର୍ତ୍ସନା ମଧ୍ୟ କଲା, ସେ ଭର୍ତ୍ସନାକୁ ମଧ୍ୟ ସହିଲା। ଲକ୍ଷ୍ମୀ ବୋଲେ ଆବର ରଡ଼ିଏ ଯେବେ ସହିବୁ ପାମର, ତଥାପି ମାର ହୃଦୟ କେତେ କୋମଳ, ତାର କେତେ ପୁତ୍ର ଅଝଟ ହେଲେ ମଧ୍ୟ ତାକୁ ବାରମ୍ବାର ବୁଝାଉଥାଏ। ଠିକ୍ ସେହିଭଳି ମା ଲକ୍ଷ୍ମୀ ତାକୁ କହିଲେ, ଲକ୍ଷ୍ମୀ ବୋଲେ ମାନେ ଲକ୍ଷ୍ମୀ କହିଲେ, ଆବର ରଡ଼ିଏ ଆଉ ଏକ ରଡ଼ି ସହିବୁ ପାମର, ଏ ରଡ଼ି ସହିଲେ ତୁରେ ହୋଇବୁ ଅଜରାମର। ଯଦି ଏ ରଡ଼ି ତୁ ସହିବୁ ତାହେଲେ ଅଜର ଅମର ହୋଇଯିବୁ। ତୁ ଭୀମର ଏଇ ରଡ଼ି ସହିଗଲେ ଅଜରାମର ହୋଇଯିବୁ, ମାନେ ତତେ ଆଉ କିଏ ପରାସ୍ତ କରିପାରିବେ ନାହିଁ, ଅଜର ଅମର ହୋଇବୁ। ଏତେ ବୋଲି ତତ୍କ୍ଷଣେ ଛାଡ଼ିଲେ ମହାଲକ୍ଷ୍ମୀ। ଏହା କହି ମହାଲକ୍ଷ୍ମୀ ତା ପାଖରୁ ଚାଲିଗଲେ, ତାକୁ ଆଡ଼େଇ ଦେଲେ। ଯେତେବେଳେ ମହାଲକ୍ଷ୍ମୀ ତା ପାଖରୁ ଚାଲି ଯାଇଛନ୍ତି, ସେ କଦଳୀପତ୍ର ପ୍ରାୟ କମ୍ପଇ ମହାତମୀ ମାନେ କଦଳୀପତ୍ର ଭଳି ସେ ପୁରା ମହାକ୍ରୋଧରେ ପ୍ରକମ୍ପିତ ହୋଇଛି। ମହାତମୀ ମାନେ କ୍ରୋଧରେ କଦଳୀପତ୍ର ଭଳି ସେ ଥରିବାକୁ ଲାଗିଛି, କମ୍ପି ଉଠିଛି। 70 ଭାର ଗଦା ଘେନି କରତଳେ, 70 ଭାର ଗଦା ଘେନି କରତଳରେ ହାତରେ ଧରି, ଖେପଇ ମାନ ଗୋବିନ୍ଦ ଯେ ଚିତ୍ତ ଅନ୍ତରାଳେ। ଗଦା ଧରି ବାହାରି ଆସିଲେ ଯୁଦ୍ଧ କରିବା ପାଇଁ ଯୁଦ୍ଧ ଭୂମିକୁ। 70 ଭାର ଗଦା, ଦୁର୍ଯ୍ୟୋଧନ ଗଦା ଦ୍ୱୟ
ଓଜନ ହେଉଛି 70 ଭାର ଲେଖାଏ। ଖେପଇ ଫୋପଡ଼ାଇ ଡେଇଁ ଡେଇଁ ତାର ଗଦାକୁ ଫୋପାଡ଼ୁଥାଏ, ଯୁଦ୍ଧ କରୁଥାଏ। ମହାସମର ଲାଗିଲା। ପରିଶେଷରେ ଏହି ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କର ଜାନୁଭଗ୍ନ ହେଲା। ଦୁର୍ଯ୍ୟୋଧନ ପରାସ୍ତ ହେଲେ। ଏବଂ ଏହି କବିତାରେ କବି ସାରଳା ଦାସ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଏହି କବିତା ମାଧ୍ୟମରେ ମାନି ଦୁର୍ଯ୍ୟୋଧନର ଅହଙ୍କାରକୁ ବର୍ଣ୍ଣନା କରିଛନ୍ତି। ମାନି ଦୁର୍ଯ୍ୟୋଧନ ଯେଭଳି ଅହଙ୍କାର କଲା, ସେଇ ଅହଙ୍କାରର ଅନଳରେ ନିଜେ ଜାଳି ପଡ଼ି ଛାରଖାର ହୋଇଗଲା। ଏହିଭଳି ଆମେ ଏହି କବିତାରୁ ବର୍ତ୍ତମାନ ଶିକ୍ଷା ଦେଉଛି। କବିଙ୍କର ଏହି କଥା, ଏହି କବିତା ମାଧ୍ୟମରେ ଆମକୁ ଶିକ୍ଷା ଦେଉଛି ଯେ ଅହଙ୍କାରକୁ ପରିତ୍ୟାଗ କର। ଅହଙ୍କାର ଛାଡ଼ିଲେ ଆମେ ଅଜରା ଅମର ହୋଇପାରିବା। କିନ୍ତୁ ଦୁର୍ଯ୍ୟୋଧନ ତାହା କଲା ନାହିଁ, ଯଦ୍ୱାରା କି ସେ ବିନାଶର ରାସ୍ତା ଖୋଜିଲା। ଯଦି ଭୀମର ଏହି 3 ରଡ଼ି ସହିଯାଇଥାନ୍ତା, ତାହେଲେ ସେ ଅଜରା ଅମର ହୋଇପାରିଥାନ୍ତା। ତାହା ବିଧିର ନିର୍ଦ୍ଦେଶ ଥିଲା, ଯଦ୍ୱାରା କି ସେ ଅନ୍ୟାୟ ଅତ୍ୟାଚାର କରିଥିଲା। ତେଣୁ ଅନ୍ୟାୟ ଅତ୍ୟାଚାର କେତେ ଦିନ ବା ତିଷ୍ଠିବ, ତାହାର ବିନାଶ ରହିଛି। ଏବଂ ଏହି କବିତା ଆମକୁ ଏହି ଶିକ୍ଷା ଦିଏ। ବାସ୍ତବରେ କବିଙ୍କର ଏହି କବିତାଟି ହୃଦୟସ୍ପର୍ଶୀ, ଶିକ୍ଷାମୂଳକ ଅଟେ। ପରବର୍ତ୍ତୀ କାଳାଂଶରେ ପୁଣି ଏହାର ପ୍ରଶ୍ନ ଉତ୍ତରକୁ ନେଇ ଆସିବି। ବର୍ତ୍ତମାନ ବିଦାୟ ନେଉଛି।